ସମସ୍ତଙ୍କୁ ଶୁଭ ସକାଳ। ଆଜିର ଦିନଟି ଆରମ୍ଭ ହୋଇଥିଲା ଓମକାର ଧ୍ୱନିରୁ। ଏହାପରେ ପ୍ରି ୱାର୍କଆଉଟ୍ ମିଲ୍ରେ ଡ୍ରାଏ ଫ୍ରୁଟ୍ ସହ ସିଝା ଆଳୁ ଖାଇ ବାହାରି ପଡ଼ିଥିଲି ଜିମ୍। ବାଟରେ ଯିବାବେଳେ ଏମିତି ଶୀତ ଲାଗୁଥିଲା ଯେ ଭାବିଲି ମୁଁ ଆଉ କେଉଁ ମନାଲି କି ସିମଳା ପଳେଇ ଆସିନି ତ। ଯାହା ବି ହେଉ, ଜିମ୍ ପହଞ୍ଚିବା ମାତ୍ରେ ଷ୍ଟ୍ରେଚିଂ ସାରି ଆରମ୍ଭ କରିଥିଲି ବେକ୍ ୱାର୍କଆଉଟ୍ର ସେସନ୍। ଲାଟ୍ ପୁଲ୍ ଡାଉନ୍ରେ 3ଟି ସେଟ୍ ସାରିବା ପରେ ନିଜର ବେଷ୍ଟ ଦେଇଥିଲି ସିଟେଡ୍ ରୋଇଂରେ। କାହିଁକିନା ଏଥିରେ ମୁଖ୍ୟତଃ ଅପର ଓ ମିଡିଲ୍ ବେକ୍ର ଲାଟ୍ସ, ଟ୍ରାପ୍ସ ଓ ରମ୍ବଲ୍ସ ଟାର୍ଗେଟ୍ ହୋଇଥାଏ। ଜିମ୍ରୁ ଆସି ଗାଧୋଇବା ପରେ ଠାକୁର ପୂଜା କରି ବ୍ରେକଫାଷ୍ଟ କରିଥିଲି, ଯେଉଁଥିରେ ଥିଲା ଚୁଡ଼ା ସନ୍ତୁଳା, ସିଝା ଅଣ୍ଡା ସହ ଡାଲି। ସ୍କୁଲ ପାଇଁ ରେଡ଼ି ହୋଇ ଯେମିତି ସେଠାରେ ପହଞ୍ଚିଥିଲି, ସେଠାକାର ପ୍ରାକୃତିକ ପରିବେଶ ମୋତେ ବିମୋହିତ କରିଥିଲା। ଶ୍ରେଣୀ ଶିକ୍ଷକ ଭାବେ ଯେମିତି ଶ୍ରେଣୀଗୃହକୁ ପ୍ରବେଶ କରିଛି, ପିଲାମାନଙ୍କ ମଧୁର ସ୍ୱରରେ ଆରମ୍ଭ ହୋଇଥିଲା ବାକ୍ୟ, ଗୁରୁଜୀ ନମସ୍କାର। ଦଶମ ଶ୍ରେଣୀର ବିଦ୍ୟୁତ୍ ସ୍ରୋତର ତାପୀୟ ପ୍ରବାହ ପଢ଼ାଇବା ପରେ ସାର୍ମାନଙ୍କ ସହ ଆରମ୍ଭ କରିଥିଲି କ୍ଲାସ୍ 9ର ଏନରୋଲମେଣ୍ଟ କାମ। ସ୍କୁଲ ଛୁଟି ହେବା ପରେ ରୁମ୍କୁ ଆସିବା ବାଟରେ ଫ୍ଲିପକାର୍ଟ ବାଲାର କଲ୍ ଆସିଗଲା। ତତ୍କ୍ଷଣାତ୍ ଅମରେଶ ସାରଙ୍କ ସହ ମୋର ଚାଲିଲୁ ଡେଲିଭରି ଅଫିସ୍। ଫେରିବା ବାଟରେ ଚାଟ୍ ଖାଇ ପହଞ୍ଚି ଯାଇଥିଲି ରୁମ୍। ଚିକେନ୍ ଆଉ ରୁଟି ତିଆରି କରିବା ପରେ ଡିନର ସାରି ଚାଲିଲି ଶୋଇବାକୁ। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ଭଲ ଲାଗିଥିବ।